ଉଭୟ ପୁରାଣ ଓ ଇତିହାସ ପ୍ରସିଦ୍ଧ ଶ୍ରୀମନ୍ଦିର ଓ ତାର ପରିସର ଅତ୍ୟନ୍ତ ପବିତ୍ର ବୋଲି ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି। ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଶ୍ରୀମନ୍ଦିରର ମୁଖ୍ୟ ଚତୁର୍ଦ୍ଧା ବିଗ୍ରହ ଓ ଏହାର ବେଢ଼ାସ୍ଥିତ ବିଭିନ୍ନ ଦେବଦେବୀଙ୍କୁ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି। ନମସ୍କାର ଶ୍ରୋତାବନ୍ଧୁଗଣ, ମୁଁ ତୁଳିକା। ଆସନ୍ତୁ ଆଜି ଶୁଣିବା ଶ୍ରୀମନ୍ଦିରର ପରିସରରେ ଥିବା ଶ୍ରୀ ହନୁମାନ ମନ୍ଦିରଙ୍କ ବିଷୟରେ କିଛି। ଫତେ ହନୁମାନ। ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ବା ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ପ୍ରଥମେ ସିଂହଦ୍ୱାର ଗୁମୁଟ ପଡ଼ିଥାଏ। ଏହି ଗୁମୁଟର ପ୍ରବେଶ ମାର୍ଗରେ ବାମ ଭାଗରେ ପଡ଼େ ଫତେ ହନୁମାନଙ୍କ ପ୍ରତିମା। ଫତେ ହନୁମାନ ସିଂହଦ୍ୱାର ଗୁମୁଟର କାନ୍ଥର ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ ହୋଇଛନ୍ତି। କଥିତ ଅଛି ଯେ ଏହି ହନୁମାନ ପୂର୍ବ ଦିଗରୁ ଶ୍ରୀମନ୍ଦିରକୁ ରକ୍ଷା କରୁଛନ୍ତି। ଫତେ ହନୁମାନଙ୍କ ବିଗ୍ରହ ରାମାନନ୍ଦାଚାର୍ଯ୍ୟଙ୍କ ସମୟରେ ସ୍ଥାପିତ ହୋଇଥିଲା। ସେ ପଞ୍ଚ ରାମାନନ୍ଦୀ ଖଲସାଙ୍କର ଆରାଧ୍ୟ ଦେବତା ଏବଂ ପୂର୍ବ ଦ୍ୱାରର ରକ୍ଷକ। ଏହି ବିଗ୍ରହଙ୍କ ସେବା ପୂଜା ଦାୟିତ୍ୱରେ ପ୍ରତିହାରୀ ନିଯୋଗ ରହିଛନ୍ତି। ବଲ୍ଲଭ, କାକରା, ମୋହନଭୋଗ ଓ କୋରା ପ୍ରତିଦିନ ପୂଜା ହୋଇଥାଏ। ପଣା ସଂକ୍ରାନ୍ତି ତିଥିରେ ଫତେ ହନୁମାନଙ୍କର ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥାଏ। ବାରଭାଇ ହନୁମାନ। ଏବେ ଆସନ୍ତୁ ଶୁଣିବା ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରର ପଶ୍ଚିମ ପାର୍ଶ୍ୱରେ ଥିବା ବାରଭାଇ ହନୁମାନଙ୍କ ଉପରେ। ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିରରେ ବିଭିନ୍ନ ହନୁମାନ ବିଗ୍ରହ ପୂଜିତ ହେଉଛନ୍ତି। ତନ୍ମଧ୍ୟରେ ବାରଭାଇ ହନୁମାନଙ୍କ ମନ୍ଦିର ଅନ୍ୟତମ ଅଟେ। ଶ୍ରୀମନ୍ଦିରର ବାହାର ବେଢ଼ାସ୍ଥ ଦକ୍ଷିଣ ଦ୍ୱାରର ପଶ୍ଚିମ ପାର୍ଶ୍ୱରେ ବାରଭାଇ ହନୁମାନ ମନ୍ଦିର ଅବସ୍ଥିତ। ଏହି ବାରଭାଇ ହନୁମାନ ବା ମହାବୀରଙ୍କ ମଧ୍ୟରେ ଜନ୍ମ ହନୁମାନ, ଗୟ, ଗବାକ୍ଷ, ସୁଷେଣ ହନୁମାନ, ଜାମ୍ବବ, ତାରାକ୍ଷ, ଅଙ୍ଗଦ, ସୌରୀ, ସୁଗ୍ରୀବ, ନଳ ଓ ନୀଳଙ୍କ ନାମରେ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରୁ ଜଣାଯାଏ। କିନ୍ତୁ ଅନ୍ୟ କେତେକ ପ୍ରାବନ୍ଧିକ ଏହି ବାରଭାଇ ହନୁମାନଙ୍କ ନାମ ଯଥାକ୍ରମେ ନଳ, ନୀଳ, ସୁଗ୍ରୀବ, କନ୍ଦର୍ପ, ଗବାକ୍ଷ, ସୁଷେଣ, ଅଙ୍ଗଦ, ମହାବୀର, ମକରଧ୍ୱଜ, ବାଳୀ ଓ ଅଞ୍ଜନା ପ୍ରଭୃତି ବୋଲି ପ୍ରକାଶ କରନ୍ତି। ଅତୀତରେ ଏହି ସ୍ଥାନରେ ବାସୁଦେବ ରାମାନୁଜ ଦାସ ଭଜନ କୀର୍ତ୍ତନ କରୁଥିଲେ ଓ ଏହି ବାରଭାଇଙ୍କୁ ସ୍ଥାପନ କରିଥିଲେ। ଜନଶ୍ରୁତି ଅନୁଯାୟୀ ଦକ୍ଷିଣ ଦିଗରୁ ଶ୍ରୀମନ୍ଦିରକୁ ରକ୍ଷା କରୁଥିବା ଏହି ହନୁମାନ ବାରଭାଇ ହନୁମାନ ନାମରେ ସୁପରିଚିତ ଅଟନ୍ତି। ବାରଭାଇ ହନୁମାନ ମନ୍ଦିରର ପୂଜକ ହେଉଛନ୍ତି ଶ୍ରୀମନ୍ଦିରର ମୁଦ୍ରା ଶ୍ରେଣୀୟ ସେବକ। ପ୍ରତ୍ୟହ ଏହି ମହାବୀରଙ୍କର ସ୍ନାନ, ମାଜଣା, ସିନ୍ଦୁର ଲାଗି, ବଲ୍ଲଭ ଭୋଗ ଇତ୍ୟାଦି ନୀତି ପାଳନ କରାଯାଇଥାଏ। ଏହାଛଡ଼ା ପଣା ସଂକ୍ରାନ୍ତି ଦିନ ମହାବୀର ବିଗ୍ରହମାନଙ୍କୁ ନୂତନ ବସ୍ତ୍ର, ବେଶ, ପଣା ଓ ଅନ୍ୟାନ୍ୟ ଶୀତଳ ଭୋଗ କରାଯାଏ। ଏହି ଦିନ ଶ୍ରୀମନ୍ଦିରରୁ ଏଠାକୁ ଆଜ୍ଞାମାଳ ଆସିବା ପରେ ସ୍ୱତନ୍ତ୍ର ପର୍ବୋତ୍ସବ ନୀତି ପାଳନ କରାଯାଇଥାଏ। ହନୁମାନ ପ୍ରେମୀ ଭକ୍ତବୃନ୍ଦ ପ୍ରତ୍ୟହ ଏଠାକୁ ଆଗମନ ପୂର୍ବକ ମହାବୀରଙ୍କ ଆଶୀର୍ବାଦ କାମନା ନିମିତ୍ତ ବାରଭାଇ ହନୁମାନଙ୍କୁ ଦର୍ଶନ କରି ପ୍ରଣାମ ଜଣାଇଥାନ୍ତି। ତପସ୍ୱୀ ହନୁମାନ ମନ୍ଦିର। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ବାହାର ବେଢ଼ାରେ ତପସ୍ୱୀ ହନୁମାନଙ୍କ ମନ୍ଦିର ଅବସ୍ଥିତ। ଏହି ହନୁମାନଙ୍କୁ ଚାରି ଚକ୍ର ହନୁମାନ ନାମରେ ମଧ୍ୟ ସମ୍ବୋଧିତ କରାଯାଇଥାଏ। କୋଇଲି ବୈକୁଣ୍ଠକୁ ଯିବା ରାସ୍ତାର ଡାହାଣ ପାର୍ଶ୍ୱରେ ଏହି ମହାବୀର ମୂର୍ତ୍ତି ଅଧିଷ୍ଠିତ ହୋଇଛନ୍ତି। ଏହି ବିଗ୍ରହଙ୍କର ଉଚ୍ଚତା 4 ଫୁଟ ଅଟେ। ଏହାଙ୍କର 8ଟି ଭୁଜ ଅଛି ଏବଂ ଏହି ବିଗ୍ରହ ପୂର୍ବ ଦିଗକୁ ମୁଖ କରିଛନ୍ତି। ପୂର୍ବାଭିମୁଖୀ ଏହି ଅଷ୍ଟଭୁଜ ବିଶିଷ୍ଟ ହନୁମାନ ବିଗ୍ରହଙ୍କର ଉଚ୍ଚତା 4 ଫୁଟ ଅଟେ। ଏପରି ବିଗ୍ରହ ପ୍ରାୟ ବିରଳ ଅଟେ।
ତପସ୍ୱୀ ହନୁମାନ ଦେବଙ୍କ ପୂଜା ଓ ସେବା ମୁଦ୍ରା ସେବକଙ୍କ ଦ୍ୱାରା ହୋଇଥାଏ। ସେବକଙ୍କ ପକ୍ଷରୁ ଏଠାରେ ଦୈନିକ ହନୁମାନଙ୍କ ବେଶ, ଆରତି, ଭୋଗ, ହନୁମାନ ଚାଳିଶା ପାଠ ଓ ପହୁଡ଼ ଇତ୍ୟାଦି ହୋଇଥାଏ। ଶ୍ରୀମନ୍ଦିରରେ ବିରାଜିତ ତପସ୍ୱୀ ହନୁମାନଙ୍କ ସମ୍ପର୍କରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଆସନ୍ତୁ ଶୁଣିବା। ଏକଦା ଚକ୍ରରାଜ ସୁଦର୍ଶନଙ୍କ ମନରେ ଗର୍ବ ଆସିଲା, କାରଣ ସେ ସ୍ୱୟଂ ମହାପ୍ରଭୁଙ୍କର ଅତି ନିକଟତମ ଏବଂ ସେବକ ଭାବରେ ଅତ୍ୟନ୍ତ ପ୍ରିୟ। ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀ ଜଗନ୍ନାଥ ଏକଥା ଜାଣିପାରିଲେ। ସୁଦର୍ଶନଙ୍କ ଅହମିକା ଭଙ୍ଗ କରିବା ପାଇଁ ସେ ଏକ ଉପାୟ ସ୍ଥିର କଲେ। ସେ ସୁଦର୍ଶନଙ୍କୁ ଆଜ୍ଞା ଦେଲେ ହନୁମାନଙ୍କୁ ଡାକି ଆଣିବାକୁ। ସୁଦର୍ଶନ ତତ୍କ୍ଷଣାତ୍ ତପସ୍ୟାରତ ବୀର ହନୁମାନଙ୍କୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଦେଶ ଜଣାଇବାରୁ ହନୁମାନ କାଳ ବିଳମ୍ବ ନ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ। ବୀର ହନୁମାନ ଆସିବା ପୂର୍ବରୁ ଚକ୍ରରାଜ ସୁଦର୍ଶନ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଚାରି ଦ୍ୱାରରେ ଚକ୍ର ଘୁରାଇଲେ। ହନୁମାନଜୀ କୌଣସି ଦ୍ୱାର ଦେଇ ମହାପ୍ରଭୁଙ୍କ ନିକଟକୁ ଯିବାର ସୁବିଧା ନ ଦେଖି ସେଠାରେ ମହାପ୍ରଭୁଙ୍କୁ ସ୍ମରଣପୂର୍ବକ ପ୍ରାର୍ଥନା କଲେ। ଭକ୍ତବତ୍ସଳ ମହାପ୍ରଭୁ ସୁଦର୍ଶନଙ୍କ ଅହମିକା ବୁଝିପାରିଲେ। ତେଣୁ ବୀର ହନୁମାନଙ୍କ ଶରୀରରେ ଅପୂର୍ବ ଶକ୍ତି ସଞ୍ଚାର କଲେ। ଫଳରେ ହନୁମାନଙ୍କ ସ୍କନ୍ଧରୁ ଆଉ 6ଟି ଭୁଜ ସୃଷ୍ଟି ହେଲା। ସେ ହେଲେ ଅଷ୍ଟଭୁଜ। ତାଙ୍କର ଚାରି ହସ୍ତରେ ଚାରି ଦ୍ୱାରରେ ଘୁରୁଥିବା 4ଟି ଯାକ ଚକ୍ର ଆସି ଲାଗିଗଲା ଏବଂ ସେ ହେଲେ ଚକ୍ରଧାରୀ ହନୁମାନ। ଚାରି ହସ୍ତରେ 4ଟି ଚକ୍ର ଧାରଣ ପୂର୍ବକ 2 ହସ୍ତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ଏବଂ ଅନ୍ୟ 2 ହସ୍ତରେ ଜପ ମୁଦ୍ରା ପ୍ରଦର୍ଶନ ପୂର୍ବକ ପରମ ଭକ୍ତ ହନୁମାନଜୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ହନୁମାନଜୀ ଅତ୍ୟନ୍ତ ପ୍ରୀତ ହେଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ପରମ ଭକ୍ତ ହନୁମାନଙ୍କୁ ଦର୍ଶନ ଦେବା ପରେ ବାଧା ସୃଷ୍ଟି କରିଥିବା ଚକ୍ରରାଜ ସୁଦର୍ଶନଙ୍କୁ ଅଭିଶାପ ଦେଲେ ଯେ ଏଣିକି ସୁଦର୍ଶନ ଡାହାଣ ହସ୍ତରେ ନ ରହି ତାଙ୍କ ବାମ ପାର୍ଶ୍ୱରେ ଏକ ସ୍ତମ୍ଭ ଆକାରରେ ବିରାଜିତ ହେବେ। ମହାପ୍ରଭୁଙ୍କ ପରମ ସେବକ ସୁଦର୍ଶନ ଅତ୍ୟନ୍ତ ମର୍ମାହତ ତଥା ଅନୁତପ୍ତ ହୋଇ କ୍ଷମା ମାଗିବାରୁ ଶ୍ରୀ ଜଗନ୍ନାଥ ତାଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ଏଣିକି ତୁମ୍ଭେ ଶ୍ରୀମନ୍ଦିରର ଶିଖର ଦେଶରେ ନୀଳଚକ୍ର ଭାବେ ଶୋଭା ପାଇବ। ଦୂର ଦୂରାନ୍ତରୁ ନୀଳଚକ୍ରଙ୍କୁ ଦର୍ଶନ କଲେ ଭକ୍ତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେଲା ବୋଲି ମନେ କରିବେ। ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତ ହନୁମାନଙ୍କୁ ଶ୍ରୀମନ୍ଦିରରେ ମୁଖ୍ୟ ଦ୍ୱାର ବା ଉତ୍ତର ଦ୍ୱାରରେ ତାଙ୍କ ତପସ୍ୟା ନିମନ୍ତେ ସ୍ଥାନ ଦେଇଥିବାରୁ ଏଠାରେ ହନୁମାନ ତପସ୍ୱୀ ରୂପରେ ବିରାଜମାନ କରିଛନ୍ତି। ଉତ୍ତର ଦ୍ୱାରରେ ପ୍ରତିଷ୍ଠିତ ପ୍ରସିଦ୍ଧ ତପସ୍ୱୀ ହନୁମାନ ଶ୍ରୀମନ୍ଦିରର ଉତ୍ତର ଦ୍ୱାରର ରକ୍ଷକ ରୂପେ ସୁପରିଚିତ ଅଟନ୍ତି। ପଞ୍ଚମୁଖୀ ହନୁମାନ ମନ୍ଦିର। ନୀଳାଚଳ ଉପବନର ମଧ୍ୟଭାଗରେ ପଞ୍ଚମୁଖୀ ହନୁମାନ ମନ୍ଦିର ଅବସ୍ଥିତ। ମନ୍ଦିରର ପଶ୍ଚିମ ଦିଗକୁ ରହିଥିବା ନିର୍ମାଲ୍ୟ ଖଳାର ରକ୍ଷକ ହେଉଛନ୍ତି ପଞ୍ଚମୁଖୀ ହନୁମାନ। ଶ୍ରୀମନ୍ଦିର ନୀଳାଚଳ ଉପବନସ୍ଥ ନିର୍ମାଲ୍ୟ ଖଳା ବା ମଣ୍ଡପ ସଂଲଗ୍ନ ପଞ୍ଚମୁଖୀ ମହାବୀର ବା ହନୁମାନ ମନ୍ଦିରଟି ଗର୍ଭଗୃହ ଓ ଏକ ଆବୃତ ବାରଣ୍ଡା ଯାହାକି ଜଗମୋହନ ଭାବେ ବ୍ୟବହୃତ ହୋଇଥାଏ। ଗର୍ଭଗୃହର ମଧ୍ୟଭାଗରେ ଏକ ପ୍ରସ୍ତର ନିର୍ମିତ ସିଂହାସନ ଉପରେ ପୂର୍ବାଭିମୁଖୀ ତଥା 3 ଫୁଟ ଉଚ୍ଚତା ବିଶିଷ୍ଟ ପଞ୍ଚମୁଖୀ ହନୁମାନ ପ୍ରତିଷ୍ଠିତ। ଦୈନନ୍ଦିନ ଏହି ମହାବୀରଙ୍କ ସ୍ନାନ, ମାଜଣା, ବେଶ, ଆରତି, ଭୋଗ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ମନ୍ଦିରଟିର ସେବା ଓ ପୂଜା ମୁଦ୍ରା ଶ୍ରେଣୀୟ ସେବକମାନେ କରିଥାନ୍ତି। ପ୍ରାଚୀନ ପୁରାଣ ସାହିତ୍ୟରେ ଶ୍ରୀ ହନୁମାନଙ୍କର
ଦୁଇଗୋଟି ପ୍ରକାର ମୂର୍ତ୍ତିର ଅବତାରଣା କରାଯାଇଛି। ପଞ୍ଚମୁଖୀ ହନୁମାନଙ୍କର ସ୍ତୋତ୍ର ବା ଧ୍ୟାନରୁ ହନୁମାନଙ୍କ ମୂର୍ତ୍ତିର କଳା କୌଶଳ ସମ୍ପର୍କରେ ଜଣାଯାଏ। ସେହି ଅନୁସାରେ ଏହି ପଞ୍ଚମୁଖୀ ହନୁମାନଙ୍କର ବାନର, ନରସିଂହ, ଗରୁଡ଼, ବରାହ ଓ ଅଶ୍ୱ ବା ଘୋଟକ ବଦନ ଥିବାରୁ ତିନି ଗୋଟି ଅବତାର ଭେଦରେ ବରାହ, ନୃସିଂହ ଓ ହୟଗ୍ରୀବଙ୍କର ମୁଖ ଯୁକ୍ତ ହୋଇଛି। ବାନର ମୁଖ ସହ ଗରୁଡ଼ ମୁଖ ଥିବାରୁ ରାମ ଓ ବିଷ୍ଣୁଙ୍କର ଶକ୍ତି ସମନ୍ୱିତ ହୋଇଛି। ତାଙ୍କର ଆୟୁଧ ଗୁଡ଼ିକ ହେଲା ହସ୍ତରେ ଅସି, ଖେଟକ, ପୁସ୍ତକ, ଅମୃତ କୁମ୍ଭ, କୁଶ, ପର୍ବତ, ହଳ, ଖଟ୍ୱାଙ୍ଗ, ସର୍ପ ଏବଂ ବୃକ୍ଷ ଅଟେ। ତାଙ୍କର ତ୍ରିପଞ୍ଚ ବା 15 ଗୋଟି ନୟନ ରହିଛି। ସେ ଦିବ୍ୟ ଅଳଙ୍କାରରେ ସୁଶୋଭିତ। 15 ଗୋଟି ନୟନ ଥିବାରୁ ସେ ଶିବଙ୍କର ପ୍ରତୀକ ରୁଦ୍ରାତ୍ମକ ଅଟନ୍ତି। କାନପତା ହନୁମାନ ଶ୍ରୀ ଜଗନ୍ନାଥ ମନ୍ଦିରର ପଶ୍ଚିମ ଦ୍ୱାର ନିକଟସ୍ଥ ନୀଳାଦ୍ରି ବିହାର ମ୍ୟୁଜିୟମକୁ ଯିବା ରାସ୍ତାର ବାମ ପାର୍ଶ୍ୱରେ କାନପତା ହନୁମାନ ମନ୍ଦିର ଅବସ୍ଥିତ। ଏହି ହନୁମାନ ବୀର ବିକ୍ରମ ମହାବୀର ନାମରେ ମଧ୍ୟ ସୁପରିଚିତ। ଏହି ମନ୍ଦିରଟି ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱସ୍ଥ ବାହାର ବେଢ଼ାରେ ଅବସ୍ଥିତ। ବାଲ୍ମୀକି ରାମାୟଣରେ ବୀର ହନୁମାନଙ୍କୁ ବୀର ବିକ୍ରମ ଭାବେ ବର୍ଣ୍ଣନା କରାଯାଇଛି। ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ପରେ ସମସ୍ତ ସେବକମାନଙ୍କୁ ସେବା କାର୍ଯ୍ୟ ବଣ୍ଟନ କରାଗଲା। ହନୁମାନ ମଧ୍ୟ ସଦା ସର୍ବଦା ପ୍ରଭୁଙ୍କ ପାଖେ ପାଖେ ରହି ଚୁଟୁକି ସେବା କଲେ। ମାତା ସୀତାଙ୍କୁ ଏଥିରେ ଅସୁବିଧା ହେବାରୁ ପ୍ରଭୁଙ୍କ ନିର୍ଦ୍ଦେଶରେ ହନୁମାନ ଦ୍ୱାର ରକ୍ଷକ ଭାବେ ରହିଲେ। ପୁରୀ ଶ୍ରୀମନ୍ଦିରରେ ଏହି ହନୁମାନଙ୍କ ପ୍ରତିଷ୍ଠା ନେଇ ଅନ୍ୟ ଏକ ପ୍ରଚଳିତ କିମ୍ବଦନ୍ତୀ ଅଛି। ତାହା ହେଲା, ଶ୍ରୀ ଜଗନ୍ନାଥଙ୍କ ଶ୍ୱଶୁର ହେଲେ ସ୍ୱୟଂ ବରୁଣ ରାଜା। ମହୋଦଧିର ଆକାର ବିଶାଳ, ଏଣୁ ସମୁଦ୍ରର ଭୀଷଣ ଗର୍ଜନ ଶବ୍ଦରେ ମହାପ୍ରଭୁଙ୍କ ସୁଖ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଲା। ଏହାର ପ୍ରତିକାର ସ୍ୱରୂପ ମହାପ୍ରଭୁ ହନୁମାନଙ୍କୁ ସ୍ମରଣ ପୂର୍ବକ ଆଦେଶ ଦେଲେ ଯେ ଏପରି କିଛି ଉପାୟ ଅବଲମ୍ବନ କରିବ ଯେଉଁଥିରେ ଏହି ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ବରୁଣ ରାଜା ବା ତୀର୍ଥ ରାଜା ମହୋଦଧିଙ୍କର ସମ୍ମାନରେ ଯେପରି ଆଞ୍ଚ ଆସିବ ନାହିଁ। ଏହାପରେ ଭକ୍ତ ହନୁମାନ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ଦଣ୍ଡାୟମାନ ହୋଇ ଦକ୍ଷିଣ ପଟକୁ ନିଜର କର୍ଣ୍ଣକୁ ପାତି ସମୁଦ୍ରର ଗୁରୁ ଗର୍ଜନକୁ ନିଜର କର୍ଣ୍ଣରେ ଟାଣି ନିଜର ଶରୀରରେ ମିଳାଇ ଦେଇଥିଲେ। ଏହି ହେତୁ ମହାପ୍ରଭୁ ତାଙ୍କ ଉପରେ ପ୍ରସନ୍ନ ହୋଇ ସଙ୍କଟ ମୋଚନ କାନପତା ହନୁମାନ ବୋଲି ପ୍ରକାଶ କରିଥିଲେ। ସେହିଦିନଠାରୁ ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ଡେଇଁ ସମୁଦ୍ରର ଭୀଷଣ ଗର୍ଜନ ରତ୍ନ ସିଂହାସନ ନିକଟକୁ ଶୁଣାଯାଏ ନାହିଁ। କାନପତା ହନୁମାନ ମନ୍ଦିରର ଉଚ୍ଚତା ସମୁଦ୍ର ପତନଠାରୁ ପ୍ରାୟ 12 ଫୁଟ ଅଟେ। କଳା ମୁଗୁନି ପଥରରେ ନିର୍ମିତ ବିଗ୍ରହଙ୍କର ଉଚ୍ଚତା ପ୍ରାୟ 6 ଫୁଟ। 3.5 ଫୁଟ ଲମ୍ବ, 2 ଫୁଟ ଓସାର ଓ 10 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକ ମାର୍ବଲ ପ୍ରସ୍ତର ପିଣ୍ଡିକା ଉପରେ ଦଣ୍ଡାୟମାନ ଭଙ୍ଗୀରେ କାନପତା ହନୁମାନ ଅଧିଷ୍ଠିତ ହୋଇଛନ୍ତି। ବାମ ହସ୍ତ ଓ ସ୍କନ୍ଧରେ ଗଦାକୁ ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତରେ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଧରିଛନ୍ତି। ମୁଖମଣ୍ଡଳରେ ସୀତା ସିନ୍ଦୂର ଓ ମସ୍ତକରେ ରୌପ କିରୀଟି ସୁଶୋଭିତ। ବିଗ୍ରହଙ୍କ ହସ୍ତରେ ବାଜୁବନ୍ଧ, କପାଳ ଦେଶରେ ରାମ ତିଳକଧାରୀ କାନପତା ହନୁମାନ ପାଟ ଓ ସିଲ୍କ ବସ୍ତ୍ରରେ ଭୂଷିତ ହୋଇଛନ୍ତି। ଗଳା ଦେଶରେ ବୃହତ୍ ଅଧର ପୁଷ୍ପମାଲ୍ୟ। କାନପତା ହନୁମାନଙ୍କର ବିଶେଷ ଉତ୍ସବ ବୈଶାଖ ମାସ ପଣା ସଂକ୍ରାନ୍ତିରେ ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ମୁଦ୍ରା ସେବକମାନେ ଏହି ମନ୍ଦିରର ସେବା ପୂଜା ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଜି ପାଇଁ ଏତିକିରେ ରହିଲେ।